ବିଜେଡିରୁ ବହିଷ୍କାର ହେଲେ ମାଲକାନଗିରି ଏସଡିସିର ପୂର୍ବତନ ଅଧ୍ୟକ୍ଷ ଅଡମାରାବା। ଏନେଇ ପ୍ରତିକ୍ରିୟା ରଖିଛନ୍ତି ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀ। ମାଲକାନଗିରି ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ବଡ଼ ସାଂଗଠନିକ ପଦକ୍ଷେପ। ମାଲକାନଗିରି ଜିଲ୍ଲା ଏସଡିସିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅଡମାରାବାଙ୍କୁ ଦଳରୁ ତତ୍କାଳ ପ୍ରଭାବରେ ନିଲମ୍ବନ କରାଯାଇଛି। ବିଜେଡି ପକ୍ଷରୁ ଜାରି ହୋଇଥିବା ଅଫିସ ଅର୍ଡରରେ ତାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଦର୍ଶାଯାଇଛି। ତେବେ ଏହି କାରଣରୁ ତାଙ୍କୁ ବିଜୁ ଜନତା ଦଳରୁ ତତ୍କାଳ ନିଲମ୍ବନ କରାଯାଇଥିବା ଦଳୀୟ ଆଦେଶରେ ଉଲ୍ଲେଖ ରହିଛି। 2026 ଅଗଷ୍ଟ 14 ତାରିଖରେ ଜାରି ହୋଇଥିବା ଏହି ଆଦେଶରେ ବିଜେଡିର ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକଙ୍କ ସ୍ୱାକ୍ଷର ରହିଛି। ଦଳର ସଭାପତିଙ୍କ ଆଦେଶ କ୍ରମେ ଏହି ନିଲମ୍ବନ ଆଦେଶ ଜାରି ହୋଇଥିବା ଦଳୀୟ ପତ୍ରରୁ ସ୍ପଷ୍ଟ ହେଉଛି। ଅଡମାରାବାଙ୍କ ନିଲମ୍ବନ ପରେ ମାଲକାନଗିରି ଜିଲ୍ଲା ବିଜେଡି ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଜିଲ୍ଲା ସଭାପତି ମାନସ ମାଡକାମୀ। ମାଲକାନଗିରି ଜିଲ୍ଲାରୁ ଗୁପ୍ତେଶ୍ୱର ବେହେରାଙ୍କ ରିପୋର୍ଟ, ଦି ପବ୍ଲିକ ଓଡ଼ିଶା। ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି ଯେ ଅଡମାରାବା ନିଜେ ଦଳରୁ ଇସ୍ତଫା ଦେଇଛନ୍ତି, କିନ୍ତୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସୁପ୍ରିମୋ ଅଛନ୍ତି ବିଜୁ ଜନତା ଦଳର, ସେ ତାକୁ ଦଳରୁ ବହିଷ୍କାର କରିଛନ୍ତି। ତ ଦୁଇଟା କଥା ଭିତରେ କଣ ଠିକ କୋଉଟା ଭୁଲ ତାର କ୍ଲାରିଫାଇ କରିବେ। ସେ ଯେହେତୁ ଦଳରେ ରହିକିରି ଦଳ ବିରୋଧରେ କାମ କରୁଥିଲେ, ଏ ଖବର ଗଲା ପରେ ଦଳର ସୁପ୍ରିମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ସସ୍ପେଣ୍ଡ ଖବର ପାଇ ସେ ବ୍ୟାକ୍ ଡେଟ୍ ଦେଇକିରି ଗଣମାଧ୍ୟମକୁ ଜଣାଇଛନ୍ତି ଯେ ମୁଁ ଆଗରୁ ପାର୍ଟିରୁ ରିଜାଇନ୍ ଦେଇଛି। ଏ ସମ୍ପୂର୍ଣ୍ଣ ଭାବରେ ମିଛ। ତ ଦଳ ବିରୋଧୀ କାମ କରୁଥିବାରୁ ଅଲରେଡି ଆଗରୁ ଏଇଟା ବହୁତ ଦିନ ଆଗରୁ ହେବାର କଥା ଥିଲା, କିନ୍ତୁ ଏବେ ମୁଁ ଯାଇଥିଲି, ଦେଖିଲା ବେଳକୁ ଯାହା ତଥ୍ୟ ମିଳିଲା ତାକୁ ଇନଫର୍ମେସନ ଦିଆହେଲା, ସେ ତୁରନ୍ତ ତାକୁ ସସ୍ପେଣ୍ଡ କରିବା ଖବର ପାଇକି ସେ ବ୍ୟାକ୍ ଡେଟ୍ ଲଗେଇକିରି ରିଜାଇନ୍ ଲେଟର ଦେଇଛନ୍ତି। ଆଉ କଣ ଗତ 22 ବର୍ଷ ଧରିକିରି ସେ ବିଜୁ ଜନତା ଦଳର ଜଣେ ଆଗ ଧାଡ଼ିର ନେତୃତ୍ୱ ନଉଥିବା ବ୍ୟକ୍ତି ବା ତାଙ୍କୁ ବିଭିନ୍ନ ପ୍ରକାର ଗୁରୁ ଦାୟିତ୍ୱ ଦିଆଯାଇଥିଲା, ଯେମିତି ଆମର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସେ ଦୁଇଥର ସଭାପତି ଥିଲେ ଏବଂ ସଂଗଠନର ବହୁତ ଗୁଡେ ଦାୟିତ୍ୱ ଦିଆଯାଇଥିଲା। ତ ହଠାତ୍ ଏମିତି କଣ ଘଟଣା ଘଟିଲା, କଣ ଏମିତି ଦଳ ବିରୋଧୀ କାର୍ଯ୍ୟ କଲେ ଯୋଉଟା ଯାହା ତାଙ୍କୁ ଆଜି ତାଙ୍କ ଦଳରୁ ବହିଷ୍କୃତ କରିବାକୁ ବାଧ୍ୟ ହେଲା? ଦେଖନ୍ତୁ, ଦଳରେ ଥାଇକିରି ଦଳ ସେଭଳି କିଛି ଯୁବ ମାନଙ୍କୁ ଯେମିତି ଆଗ ଧାଡ଼ିରେ ନେବା କଥା, ଯୁବକ ମାନଙ୍କୁ ଆଗକୁ ବିଜୁ ଜନତା ଦଳରେ ସଂଗଠନ କରିବାର ଥିଲା, କିନ୍ତୁ ସେଭଳିଆ ସେ କରିନାହାନ୍ତି। ଏବଂ ସ୍ୱତନ୍ତ୍ର ବିକାଶ ପରିଷଦ ସମୟରେ ପ୍ରତ୍ୟେକ ଗାଁ ଗହଳିରେ ଆମର ଯୋଉ ଉଣ୍ଡିଠୁ ଆରମ୍ଭ କରି ସବୁ ଗ୍ରାମ ଠାକୁରାଣୀ ମନ୍ଦିର ଯାକ ସବୁ ଉନ୍ନୟନମୂଳକ ପାଇଁ ଅନୁଦାନ ଦିଆଯାଇଥିଲା ଏବଂ ସେ ସୁଯୋଗ ତାକୁ ଦିଆଯାଇଥିଲା। ସେଭଳି ସେ ଲୋକଙ୍କୁ କିଛି କାମ କଲା ନାହିଁ, ଯାହା ଫଳରେ ସେ ବିଜୁ ଜନତା ଦଳ ଏବଂ ଆମର ଦଳୀୟ ସଂଗଠନ ଯୁବର ଏବଂ ସ୍ୱତନ୍ତ୍ର ବିକାଶ ପରିଷଦ ଆଦିବାସୀ ଲୋକଙ୍କ ଯୋଉଭଳି ଭାବରେ ତାର ଉନ୍ନତି କରିବା କଥା ଏବଂ ତାଙ୍କୁ କିଭଳି ଭାବରେ ସେ ଗାଁର ଉନ୍ନତି କରିବା କଥା, ସେ ଦିଗରେ ସେ କିଛି କରିପାରିଲା ନାହିଁ। ଯାହା ଫଳରେ ଯେହେତୁ ଦଳ ଏଇଭଳି ଅଯୋଗ୍ୟ ବ୍ୟକ୍ତିଙ୍କୁ ପଦ ଦେଇ କିଛି ଲାଭ ନାହିଁ, ତା ପାଇଁ ସେ ଖବର ପାଇ ତାକୁ ସସ୍ପେଣ୍ଡ କରାଯାଇଛି। ସାଧାରଣ ଯୋଉ ସଦସ୍ୟତା ଅଛି, ସେ ସଦସ୍ୟତା ପଦରେ ସେ ଅଛନ୍ତି, ସଦସ୍ୟ ପଦରେ ହିଁ ତାକୁ ସସ୍ପେଣ୍ଡ କରାଯାଇଛି। ଏଇ ଯୋଉ ଯୁବ ସଭାପତି କି ସ୍ୱତନ୍ତ୍ର ବିକାଶ ପରିଷଦ ନୁହଁ, ସେହେତୁ ପ୍ରାଥମିକ ସଦସ୍ୟରେ ହିଁ ତାକୁ ସସ୍ପେଣ୍ଡ କରାଯାଇଛି। ଯେହେତୁ ମେନସନ କରାଯାଇଛି ଏସଡିସି ଚେୟାରମ୍ୟାନ ଏବଂ ଯୁବ ସଭାପତି ପୂର୍ବତନ ବୋଲି ଲେଖା ହେଇଛି, କିନ୍ତୁ ପ୍ରାଥମିକ ସଦସ୍ୟତା ହିଁ ତାକୁ ସସ୍ପେଣ୍ଡ କରାଯାଇଛି।